ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ତ ଦର୍ଶକ ବନ୍ଧୁ, ଗୋଟେ ପରିବାରରେ ମହିଳା ଏକାଧିକ ଚରିତ୍ରର ନିଜର କର୍ତ୍ତବ୍ୟ ପ୍ରତିପାଦନ କରନ୍ତି। ତେବେ ସେ ବୋହୂ ହେଉ, ଝିଅ ହେଉ, ମା ହେଉ କିମ୍ବା ଅନ୍ୟ କିଛି। କହିବାକୁ ଗଲେ କୌଣସି ଘରର ସୁଖ ଶାନ୍ତି ସେହି ଘରର ମହିଳାଙ୍କ ଉପରେ ନିର୍ଭର କରିଥାଏ। ତ ବିବାହ ଏକ ଏପରି ବନ୍ଧନ ହୋଇଥାଏ ଯାହା ଦ୍ୱାରା ପୁରୁଷ ଓ ମହିଳା ଜୀବନ ସାରା ଗୋଟିଏ ଡୋରିରେ ବନ୍ଧା ହୋଇଥାନ୍ତି। ଏହା ବ୍ୟତୀତ ମହିଳାମାନେ ଯେତେବେଳେ ନିଜ ମନରେ ନିଜ ଜୀବନସାଥୀଙ୍କ ବିଷୟରେ ପରିକଳ୍ପନା କରନ୍ତି, ସେତେବେଳେ ସେମାନେ ଜଣେ ଯତ୍ନ ନେଉଥିବା, ଅତ୍ୟଧିକ ଭଲ ପାଉଥିବା ଏବଂ ସବୁ ଇଚ୍ଛା ପୂରଣ କରିପାରୁଥିବା ବ୍ୟକ୍ତି ହିଁ ଇଚ୍ଛା କରନ୍ତି। ସେଭଳି ପୁରୁଷମାନେ ଏଭଳି ଏକ ସ୍ତ୍ରୀ ଇଚ୍ଛା କରନ୍ତି ଯିଏକି ତାଙ୍କ ଘରେ ସୁଖ ଶାନ୍ତି ଭରିଦେବ ଏବଂ ସମସ୍ତଙ୍କର ଯତ୍ନ ନେଇପାରିବ। ତେବେ କହି ରଖିବୁ ଯେ ବିବାହ ପୂର୍ବରୁ ଏଭଳି ସ୍ତ୍ରୀ ବାଛିବା କଷ୍ଟକର ଅଟେ, କିନ୍ତୁ ଶାସ୍ତ୍ରରେ ଏହାର ଅନେକ ଉପାୟ ବିଷୟରେ ବର୍ଣ୍ଣିତ ହୋଇଛି। ସାମୁଦ୍ରିକ ଶାସ୍ତ୍ରରେ ଶରୀରର ଅଙ୍ଗ ବିଷୟରେ ଭଲ ଭାବରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜାଣିହେବ। ତା ସହିତ ଆଗାମୀ ଭବିଷ୍ୟତ ବିଷୟରେ ମଧ୍ୟ ଜାଣିହେବ। ତ ପ୍ରଥମେ ହେଉଛି, ଯେଉଁ ମହିଳାଙ୍କ କେଶ ଲମ୍ବା, ଘନ, ସିଧା ଏବଂ କଳା ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏପରି ମହିଳାଙ୍କ ଜୀବନରେ ସବୁ ସୁଖ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ, ଯାହାକୁ ସେ ନିଜ ପରିବାର ସହିତ ବାଣ୍ଟିଥାଏ। ତାପରେ ଗୋଲ ଚେହେରା, ବଡ଼ ଏବଂ ଉଜ୍ଜ୍ୱଳ ଆଖି ଥିବା ମହିଳା ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଉଜ୍ଜ୍ୱଳ ଭାଗ୍ୟ କାରଣରୁ ଏମାନଙ୍କ ପରିବାରର ଭାଗ୍ୟ ମଧ୍ୟ ଉତ୍କୃଷ୍ଟ ହୋଇଥାଏ। ଯେଉଁ ମହିଳାଙ୍କ କପାଳ ଚଉଡ଼ା ହୋଇଥାଏ, ସେମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ପରିବାରର ସବୁବେଳେ କଲ୍ୟାଣ କରିଥାନ୍ତି। ଯେଉଁ ମହିଳାଙ୍କ ନାକ ଅଗରେ କଳା ଯାଇ ହୋଇଥାଏ, ସେହି ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନଙ୍କ କାରଣରୁ ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିଥାଏ। ଏହି ମହିଳାଙ୍କ କାରଣରୁ ଦୁଇ କୂଳରେ ସୁଖ ସମୃଦ୍ଧି ଆସିଥାଏ। ତ ଯେଉଁ ମହିଳାଙ୍କ ସବୁ ଦାନ୍ତ ସମାନ, ଧଳା ଏବଂ ଅଗ୍ରଭାଗର ଦୁଇ ଦାନ୍ତ ମଧ୍ୟରେ ଫାଙ୍କା ଥାଏ, ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି। ଯେଉଁ ମହିଳାଙ୍କ ଜିଭ ପତଳା, ନାଲି ଏବଂ ଗୋଲାପୀ ରଙ୍ଗର ହୋଇଥାଏ ତଥା ଓଠ ମଧ୍ୟ ହାଲୁକା ଗୋଲାପୀ ହୋଇଥାଏ, ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି। ପତଳା ଏବଂ ଲମ୍ବା ଓଠ ଥିବା ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି, କାରଣ ଏମାନଙ୍କର ହସ ସବୁଠୁ ସୁନ୍ଦର ହୋଇଥାଏ। ଯେଉଁ ମହିଳାଙ୍କ ବେକ ପତଳା ଏବଂ ଲମ୍ବା ହୋଇଥାଏ, ସେମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଏପରି ମହିଳା ସର୍ବଦା ନିଜ ପରିବାରକୁ ଖୁସି ରଖିବାକୁ ପ୍ରୟାସ କରିଥାନ୍ତି। ଯେଉଁ ମହିଳାଙ୍କ ହାତ ପାପୁଲି ଗୋଲାପୀ ଏବଂ ହାତର ଶଙ୍ଖ ଏବଂ ଚକ୍ରର କୌଣସି ଚିହ୍ନ ଥାଏ, ସେହି ମହିଳାମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାଙ୍କ ହାତରେ ଆଙ୍ଗୁଠି ଲମ୍ବା ଏବଂ ସୁନ୍ଦର ହୋଇଥାଏ, ସେହି ମହିଳାଙ୍କ ହାତରୁ ହିଁ ସୌଭାଗ୍ୟ ନଜର ଆସିଥାଏ। ଏହି ମହିଳାମାନେ ଅର୍ଥକୁ ବୁଝି ବିଚାରି ଖର୍ଚ୍ଚ କରିଥାନ୍ତି। ଏମାନେ ସଞ୍ଚୟ କରିଥାନ୍ତି ଏବଂ ସ୍ୱାମୀଙ୍କୁ ସବୁ ପରିସ୍ଥିତିରେ ସାହାଯ୍ୟ କରନ୍ତି। ଯେଉଁ ମହିଳାଙ୍କ ପାଦ ଲମ୍ବା, ସୁନ୍ଦର, ମାଂସଳ, ଚିକ୍କଣ ଏବଂ ଆଙ୍ଗୁଠି ଲାଗି ଲାଗି ରହିଥାଏ, ସେହି ମହିଳାମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ କୁହାଯାଏ। ଯେଉଁ ମହିଳାଙ୍କ ନାଭି ଗଭୀର, ବଡ଼ ଏବଂ ନାଭି ଆଖପାଖରେ କଳା ଯାଇ ରହିଥାଏ, ସେହି ମହିଳାମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି, ଯେଉଁ କାରଣରୁ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ଏବଂ ସ୍ୱାମୀଙ୍କ ଭାଗ୍ୟ ଉଦୟ ହୋଇଥାଏ। ତ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବେ, ପ୍ରିୟଜନମାନଙ୍କୁ ସେୟାର କରିବେ। ଆପଣ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲିବେନି। ପୁଣି ଦେଖା ହେବ ଏମିତି ନୂଆ ଏକ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।